ଛାଡ଼ି ଦିଅ ସେହି ସମ୍ପର୍କକୁ, ନହେଲେ ହାରିଯିବ ତୁମେ ଜୀବନ ଯୁଦ୍ଧରେ। ଯେଉଁ ସମ୍ପର୍କ ତୁମ ମାନସିକ ସ୍ଥିତିକୁ ନଷ୍ଟ କରେ, ସେ ସମ୍ପର୍କକୁ ତୁମେ ଛାଡ଼ି ଦିଅ। ଏହା ତୁମ ପାଇଁ ଭଲ ହେବ ଓ ଉନ୍ନତିର ବାଟ ଦେଖାଇଥାଏ। କଥାଟି କଷ୍ଟ ଦେଇପାରେ, କିନ୍ତୁ ସତ୍ୟ ଅଟେ। ଯେଉଁ ମଣିଷ ହୃଦୟରୁ ଅତି ନିକଟ ହୋଇଥାଏ, ଯାହାକୁ ମଣିଷ ଅତି ପସନ୍ଦ କରିଥାଏ, ସେହି ମଣିଷ ଦ୍ୱାରା ଅଧିକ ଅପମାନ ମିଳିଥାଏ। ସନ୍ଧ୍ୟା ହେବା ସୂର୍ଯ୍ୟକୁ ଅସ୍ତ ଶିଖାଇ ଦିଏ, ଲକ୍ଷ୍ୟ ମଣିଷକୁ ବ୍ୟସ୍ତ ହେବା ଶିଖାଏ। ବିନା ସନ୍ଧ୍ୟାରେ କେବେ ରାତି ଆସେନି, ଠିକ୍ ସେହିପରି ବିନା ଲକ୍ଷ୍ୟରେ ମଣିଷ କେବେ ଜୀବନ ସାର୍ଥକ ହୁଏନି। ଜାଣିଛ ସରଳ ଲୋକମାନଙ୍କର ସମସ୍ୟା କ'ଣ? ସିଏ ଠିକ୍ ଆଉ ଭୁଲ ଭିତରେ ସବୁବେଳେ ଅନ୍ୟମାନଙ୍କ ପାଇଁ ମଙ୍ଗଳ ବାଛନ୍ତି। ଆଉ ଖରାପ ଲୋକ ତାଙ୍କର ଏହି ଭଲ ଗୁଣରେ ଫାଇଦା ଉଠାଇ ସରଳ ଲୋକଙ୍କୁ ଫସେଇ ଦିଅନ୍ତି। ଏଇଟା କଳିକାଳ ଆଜ୍ଞା। ଏଠି ଲୋକ ଗୋଡ଼ ବାନ୍ଧି ଦେଇ କୁହନ୍ତି, ତୁ ଦୌଡ଼ୁ, ମୁଁ ତ ସାଥିରେ ଅଛି। ମଣିଷ ଆଗକୁ ନ ବଢ଼ିବା ପଛରେ ବି ଆଉ ଗୋଟିଏ କାରଣ ଅଛି। ସିଏ ଭରସା ଓ ସନ୍ଦେହ କରେ, ପୁଣି ସନ୍ଦେହକୁ ଭରସା କରେ। କେହି ପଚାରିଲା, ଗର୍ବ ଆଉ ଅହଙ୍କାର କ'ଣ? ସୁନ୍ଦର ଉତ୍ତରଟିଏ। ଏନ୍ତୁଡ଼ିଶାଳରେ ନିଆଁରେ ଆରମ୍ଭ ଜୀବନ, ପୁଣି ମଶାଣି ନିଆଁରେ ଶେଷ ଏ ଜୀବନ। ତଥାପି ମଣିଷ ନିଜର ବାସ୍ତବିକତାକୁ ଭୁଲି ନିଜକୁ ବଡ଼ ଭାବିନିଏ। ଖୁସିର କାରଣ ଆଉ କିଏ ନଥାଉ, ବାସ୍ ଖୁସିର ରହିବାର ଅଭିନୟ କର। ଆଖପାଖ ଲୋକ ଚିନ୍ତାରେ ପଡ଼ିଯିବେ, ଏ ଲୋକ ଏତେ ଖୁସିରେ କେମିତି ରହୁଛି? ଯେଉଁ ସମ୍ପର୍କକୁ ତୁମ ମାନସିକ ସ୍ଥିତିକୁ ନଷ୍ଟ କରେ, ସେହି ସମ୍ପର୍କକୁ ତୁମେ କେବେ ବି ଖୁସିରେ ରହିପାରିବନି। ଛାଡ଼ି ଦିଅ ସେହି ସମ୍ପର୍କକୁ, ନହେଲେ ହାରିଯିବ ତୁମେ ଜୀବନ ଯୁଦ୍ଧରେ। କାନ୍ଦିଦେଲେ କେହି ନିଜର ହୋଇଯାଏନି। ଆଉ ସତ ଏହା କି ଯିଏ କନ୍ଦାଏ ସେ କେବେ ନିଜର ହୋଇନଥାଏ। ସତ କଥା, ସରଳ ମଣିଷ ଆଉ କଠିନ ରାସ୍ତା ପ୍ରାୟ ସବୁବେଳେ ସମସ୍ତଙ୍କୁ ପସନ୍ଦ ଆସିନଥାଏ। ସ୍ୱାଦ ଛାଡ଼ିଗଲେ ସ୍ୱାସ୍ଥ୍ୟକୁ ଫାଇଦା, ଯୁକ୍ତି ଛାଡ଼ିଦେଲେ ସମ୍ପର୍କକୁ ଫାଇଦା, ଆଉ ଚିନ୍ତା ଛାଡ଼ିଦେଲେ ଖୁସିରେ ବଞ୍ଚିବା ଶିଖିଗଲା ମନ, ଶରୀର, ଜୀବନ ସଭିଙ୍କୁ ଫାଇଦା। ଶାନ୍ତ ଚେହେରା, ମିଠା ମୁହଁ ଆଉ ନରମ ହୃଦୟ, ଏହି ତିନୋଟି ଜିନିଷ ଯାହା ପାଖରେ ଥାଏ, ସିଏ ହିଁ ମଣିଷ ଖୁବ୍ ସୁନ୍ଦର ହୋଇଥାଏ। ଏଠି ଲୋକ ବି ବିଚିତ୍ର। ଅଧା ଶୁଣନ୍ତି, ଅଳ୍ପ ବୁଝନ୍ତି, ଆଉ କୁହନ୍ତି ଅଧିକ। ଶୁଣିବାର ପ୍ରମାଣ କଥାର ଅର୍ଥ ହିଁ ବଦଳାଇ ଦିଅନ୍ତି, ନିଜକୁ ଜ୍ଞାନୀ ଭାବନ୍ତି। କିଛି ଲୋକ ଚରିତ୍ର ପକ୍ଷୀମାନଙ୍କ ପରି ହୋଇଥାଏ। ଯେଉଁଠି ଦାନା, ସେଇଠି ସେମାନେ ଠିକଣା। ଦାନା ସରିଗଲା, ସେମାନଙ୍କ ଠିକଣା ବି ବଦଳିଯାଏ। ଏହି ତିନି ପ୍ରକାରର ମଣିଷ ସବୁବେଳେ ଅସୁବିଧାରେ ରୁହନ୍ତି। ହୃଦୟରୁ ସରଳ ମଣିଷ, ଅନ୍ୟ ପାଇଁ ମଙ୍ଗଳ ଚିନ୍ତା କରୁଥିବା ମଣିଷ, ସମସ୍ତଙ୍କୁ ସହଜରେ ବିଶ୍ୱାସ କରୁଥିବା ମଣିଷ, ଆଉ ସମସ୍ତ ପରିସ୍ଥିତିରେ ହିସାବ ରଙ୍ଗ ବଦଳାଇ ସୁଧାରିବାର ବଞ୍ଚନ୍ତି। ଯିଏ ନ ବୁଝୁଛି ତାକୁ ବୁଝେଇବା ଦରକାର ନାହିଁ, କାରଣ ସମୁଦ୍ରରେ ଯେତେ ବି ଚିନି ମିଶାଅ, ସିଏ କେବେ ବି ମିଠା ହୋଇପାରିବ ନାହିଁ। ଆଖିରୁ ଝରୁଥିବା ପାଣି ଆଉ ମଣିଷର କାହାଣୀ ଏଠି ସମସ୍ତେ ବୁଝିପାରନ୍ତିନି। ବାପା ମାଆଙ୍କୁ ପଦେ, ବଢ଼ୁଥିବା ବୟସରେ ପିଲାଙ୍କୁ ନିଜର ସାଙ୍ଗ ବନେଇ ନିଅ, ନହେଲେ ସମାଜରେ ଖରାପ ମଣିଷମାନେ ମିଶି ତୁମ ପିଲାଙ୍କୁ ଖରାପ ବନେଇ ଦେବେ। ସ୍ୱାସ୍ଥ୍ୟର ସୁନ୍ଦର ଚେହେରା ଥିବା ମଣିଷ ଜରୁରୀ ନୁହେଁ କି ସୁନ୍ଦର ମଣିଷ ହୋଇଥିବ, କିନ୍ତୁ ସୁନ୍ଦର ହୃଦୟ ଥିବା ମଣିଷ ବାସ୍ତବରେ ବହୁତ ସୁନ୍ଦର ମଣିଷଟିଏ ହୋଇଥାଏ। ଯେଉଁଠି ଅନ୍ୟକୁ ବୁଝେଇବାକୁ କଷ୍ଟ ହୋଇଥାଏ, ସେଇଠି ନିଜକୁ ବୁଝେଇଥିବା ବୁଦ୍ଧିମାନ ଲୋକଙ୍କର କାମ ହୋଇଥାଏ। କେବଳ ଭୁଲ କଲେ ଏଠି ଦଣ୍ଡ ମିଳେନି। ଦରକାରରୁ ଅଧିକ ଭଲ ହୋଇଗଲେ ବି ମଣିଷ ଦଣ୍ଡ ଫାଇଦାକୁ ଯୋଗ୍ୟ ବନେଇ ଦିଅନ୍ତି। ଅଭାବ ସମସ୍ତଙ୍କର ଅଛି। କାହାର ଧନ, କାହାର ସମ୍ମାନ, କାହାର ସମ୍ପର୍କ, କାହାର ସମୟ, ଆଉ କାହାର ଶାନ୍ତିର ଅଭାବ ମଧ୍ୟ ରହିଛି। କିନ୍ତୁ ଏସବୁରୁ ଖାପ ଖୁଆଇ ବଞ୍ଚି ପାରିଲେ ସିଏ ଜୀବନ ଯୁଦ୍ଧରେ ଜିତି ପାରିଲ, କାରଣ ଆଡ଼ଜଷ୍ଟମେଣ୍ଟ ହିଁ ଜୀବନ। ଗଙ୍ଗା ପାଣି ଛିଞ୍ଚି ହୋଇଗଲେ କି ଗଙ୍ଗା ଜଳରେ ବୁଡ଼ିଗଲେ କେହି କେବେ ପବିତ୍ର ହୋଇଯାଏନି। ଯଦି ପବିତ୍ର କରିବାକୁ ଚାହୁଁଛ, ତେବେ ତାଙ୍କ ମନ ପବିତ୍ର କର। ଗଙ୍ଗା ଜଳ ଶରୀରକୁ ପବିତ୍ର କରେ, କିନ୍ତୁ ମନକୁ ନୁହଁ। ଛୋଟବେଳେ ବୋଉ ଭୂତ ଆସିବ କହି ଆମକୁ ଖୁଆଇ ଦେଉଥିଲା। ବଡ଼ ହେଲା ପରେ ଜାଣିଲି ଏଠି ମଣିଷ ଭୂତଠାରୁ ବି ଅଧିକ ଭୟଙ୍କର। ମଣିଷ ସବୁକିଛି ଭୁଲିପାରେ, କିନ୍ତୁ ସେହି ମୁହୂର୍ତ୍ତରେ କି ସେହି ମଣିଷକୁ ନୁହେଁ, ଯେଉଁ ମୁହୂର୍ତ୍ତ ବା ମଣିଷ ପାଇଁ ସିଏ ଆଜି ବି କଷ୍ଟରେ ଅଛି। କୁହନ୍ତି ଗୋଟିଏ ହାତରେ କେବେ ତାଳି ବାଜେନି, କିନ୍ତୁ ଏହା ବି ସତ ଏକଥା, ଏହାକୁ ଆମେ ଏଡ଼ାଇ ଦେଇପାରିବା ନାହିଁ କି ସେହି ଦୁଇ ହାତ ଗୋଟିଏ ମଣିଷର ହୋଇଥାଏ ବୋଲି।
दर्शक बंधु भिडियोटी केमिति लगिला कमेंट करने जमा ही भूलें। जदि आम भिडियोटी आपण मानक पसंद आसी थाए ताहले आम चैनल को गोटे सब्सक्राइब कर दिंतु। आ भिडियो भल लगे लाइक करने सहित कमेंट करूँ। केमिति लागला भिडियोटी मतामत निहाती रखिए। रहुचु नमस्कार, जय जगन्नाथ। पुणी देखा गोटे नुआ भिडियो रे। एमिति मोटिवेशनल स्टोरी शुणिया आम चैनल टी सब्सक्राइब कर रखु। भगवान मंगल करंतु आपण मानकर सब भलरे रुह और खुशी रुह। रहुचु जय जगन्नाथ, नमस्कार। पुणी देखा गोटे नुआ भिडियो रे। समस्ती को जय जगन्नाथ।